ସାଙ୍ଗମାନେ ନମସ୍କାର। ମୁଁ ଲିପି ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଚ୍ୟାନେଲକୁ। ସାଙ୍ଗମାନେ ଆପଣମାନେ ତ ଇଡଲି ବନେଇଥିବେ। ଆଜି ଚାଲନ୍ତୁ ବିଭିନ୍ନ ପ୍ରକାର ଇଡଲି ବନାନ୍ତି। ଆଜି ଆମେ ଭେଜିଟେବୁଲ ଇଡଲି ବନେଇବା। ଏବେ ତ ପରିବାପତ୍ର ମିଳୁଛି, ସେଥିପାଇଁ ମୁଁ ଆଜି କିଛି ବନ୍ଧାକୋବି ଆଉ ଆମର ବିଟ୍କୁ ଯାହା ମୋ ପାଖେ ଥିଲା ସେ ଦୁଇଟାକୁ ଏଭଳି ଭାବରେ କଟରେ ଛୋଟ ଛୋଟ କରି କାଟି ନେଉଛି। ଆପଣମାନେ କଦୁକସ୍ ମଧ୍ୟ କରିପାରିବେ। ଦେଖନ୍ତୁ ବର୍ତ୍ତମାନ ବନ୍ଧାକୋବି ପରେ ମୁଁ ବିଟ୍କୁ ବି ଏଇଭଳି ଭାବରେ କାଟି ନେଲି। ଆପଣଙ୍କ ପାଖରେ ଯଦି ଆଉ କିଛି ଅଲଗା ଭେଜିଟେବୁଲ୍ ଥିବ ଆପଣ ସେଥିରେ ଆଡ଼୍ କରିପାରିବେ, ଯେମିତିକି ଆମର ବିନ୍ସ, ଗାଜର, ସିମଲା, ଆପଣଙ୍କୁ ଯାହା ଭଲ ଲାଗେ। ଦେଖନ୍ତୁ ମୁଁ କିନ୍ତୁ ଏଇ ଦୁଇଟି ଭେଜିଟେବୁଲ୍ ନେଇଛି। ଆକୁ ସବୁ ଏଇଭଳି ଭାବରେ କଦୁକସ୍ କରିସାରିଲା ପରେ ଦେଖନ୍ତୁ ଏବେ ମୁଁ ଆକୁ କଡ଼େଇରେ ଟିକେ ତେଲ ପକେଇକିରି ସବୁ ଭାଜି ନେବି। କଡ଼େଇରେ ଅଳ୍ପ ତେଲ ପକେଇବେ। ଗୋଟେ ଚାମଚ ମୁଁ ତେଲ ପକେଇଦେଲି। ତାପରେ ଏଥିରେ ମୁଁ ଡାଇରେକ୍ଟ ଯେଉଁ କାଟିକି ରଖିଛି ପରିବା ବନ୍ଧାକୋବି ଆଉ ଆମର ବିଟ୍ ତାକୁ ପକେଇକିରି ଭଲ ଭାବରେ ଭାଜି ନେବି। ଆପଣମାନଙ୍କୁ ମୋର ଭିଡ଼ିଓ ଭଲ ଲାଗୁଥିଲେ ଲାଇକ୍ ସେୟାର କରିବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିନେବେ। ମୋତେ ଇନଷ୍ଟାଗ୍ରାମରେ ବି ଫଲୋ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ଦେଖନ୍ତୁ ବର୍ତ୍ତମାନ ଆମେ ପତ୍ରକୋବି ଆଉ ବିଟ୍କୁ ଭଲ ଭାବରେ ଭାଜି ନେଉଛୁ। ଏଥିରେ ମୁଁ କିଛି ଆଡ଼୍ କରିନି, କେବଳ ଲୁଣ ଦେଇଥିଲି ଆଉ ଘରେ ତିଆରି କରିଥିବା କିଛି ମସଲା। ଆପଣ ମ୍ୟାଗି ମସଲା ବି ଆଡ଼୍ କରିପାରିବେ କିମ୍ବା ଆପଣଙ୍କୁ ଯେଉଁ ମସଲା ପସନ୍ଦ ଅଳ୍ପ ଥିରେ ପକାଇବେ। ଏଇଭଳି ଭାବରେ ମୁଁ ଆକୁ ବେଶୀ ନୁହଁ, ଅଳ୍ପ ତାମାନେ ଜଷ୍ଟ ତା କଞ୍ଚା ଫ୍ଲେଭର ଯିବା ପାଇଁ ଭାଜି ନେବି। ଦେଖନ୍ତୁ ଆକୁ ଏଇଭଳି ଭାବରେ ଭାଜି ନେଇ ସାରିଲା ପରେ ଆମେ ଇଡଲି ମଧ୍ୟ ଯେମିତି ଆମେ ନଡ଼ିଆ ପୁର ଦେଉଛୁ ସେମିତି ପୁର ଦେଇକି ବନେଇବା। ସେଥିପାଇଁ ମୁଁ ଆଗରୁ ଗତ ରାତିରୁ ଗୋଟେ କପ୍ ବିରିରେ 2 କପ୍ ଚାଉଳ ବତୁରେଇକିରି ବାଟିକି ରାତିରେ ରଖିଦେଇଥିଲି। ସେଥିରେ 1/2 ଟେବୁଲ୍ ସ୍ପୁନ୍ ସୋଢ଼ା ଦେଇଥିଲି ଆଉ ଲୁଣ ପକାଇକି ରଖିଥିଲି। ସକାଳୁ ଇଡଲି ବ୍ୟାଟରଟା ମୋର ରେଡ଼ି ହେଇଯାଇଛି। ବର୍ତ୍ତମାନ ଆମର ଏଇ ଷ୍ଟଫିଂଟା ରେଡ଼ି ହେଇଗଲେ ଆମେ ଇଡଲି ବନାଇବା। ଦେଖନ୍ତୁ ମୁଁ କିଛି ମସଲା ଏଠି ଆଡ଼୍ କରିନେଇଛି। ମସଲା ପକାଇକିରି ଭଲ ଭାବରେ ଗୋଳେଇ ନେବି। ଏବେ ଆମର ଏଇଟା ପ୍ରସ୍ତୁତ ହୋଇଗଲା। ଦେଖନ୍ତୁ ଆଜିକାଲି ମିଠା ଖାଇବା ପାଇଁ ବହୁତ ଲୋକ ଆଭଏଡ଼୍ କରୁଛନ୍ତି। ତେଣୁ ଆମେ ଯଦି ଏଇଭଳି ଭାବରେ ବିଭିନ୍ନ ପ୍ରକାରର ଷ୍ଟଫିଂ ଦେଇକି ବନେଇବା ତାହେଲେ ଖାଇବାଟି ମଧ୍ୟ ଭଲ ଲାଗିବ। ଆଉ ଛୁଆମାନେ ଟିକେ ଫ୍ଲେଭର ଚେଞ୍ଜ କରିକି ଅଲଗା ଅଲଗା ଦେଲେ ଛୁଆମାନେ ଖାଇଥାନ୍ତି। ଇଡଲିଟା ସେମିତିରେ ବି ଆପଣମାନେ ଜାଣିଛନ୍ତି ଦେହ ପାଇଁ ବହୁତ ଭଲ। ଆଉ ଏଇ ଷ୍ଟଫିଂରେ ଆମେ ଡାଇରେକ୍ଟ ଏଟା ପକାଇକି ଗୋଳେଇକି ମଧ୍ୟ କରିପାରିବା, କିନ୍ତୁ ଏମିତି ପୁର ଦେଇ କଲେ ଆଉ ଟିକେ ବେଶୀ ଭଲ ଲାଗିଥାଏ। ଦେଖନ୍ତୁ ବର୍ତ୍ତମାନ ଆମର ବ୍ୟାଟର ପୁରା ରେଡ଼ି ହେଇଯାଇଛି। ବ୍ୟାଟରକୁ ଆମେ ଟିକେ ଭଲ ଭାବରେ ଏଭଳି ଭାବରେ ମିଶାଇ ନେବା। ଦେଖନ୍ତୁ ଏବେ ଆମେ ଏ ବ୍ୟାଟରକୁ ଇଡଲି ଛାଞ୍ଚରେ ଦେଇନେବା। ଟିକେ ଥଣ୍ଡା ହେଇଗଲାଣି। ଥଣ୍ଡା ହେଇଗଲା ପରେ ଆମେ ଆକୁ ୟୁଜ୍ କରିବା। ଆମେ ଏବେ ଇଡଲି ଛାଞ୍ଚରେ ଟିକେ ଟିକେ ତେଲ ମାରିନେବା। ତେଲ ମାରି ସାରିଲା ପରେ ଏଥିରେ ଆମେ ଅଳ୍ପ ଅଳ୍ପ କରି ବ୍ୟାଟର ଦେଇନେବା।
देखो सांग मैंने बर्तमान मैं अल्प अल्प कर बैटर ये भाई दे नौ बैटर को दे सारा पर आम तार ऊपर जो स्टफिंग रेडी करें से स्टफिंग को देना आप कड़ाई बनई पारे कड़ाई बनईकि पीस पीस कर काटी भी पारे एवं बैटर को आम तार ऊपर भल भाव देदबा जमती आमको खावा जिते परिमाण देले भल लगी था या सहित मु धनिया पत्र आउ टमाटर चटनी बनई आउ सांबर टिके बनई आपण मैंने चाहिए नड़िया डाली चटनी जोटा बुट डालिया चटनी बनाती सेटा भी बनइले आसांग बहुत टेस्ट लगता है खाइबार लगी देखो एबे ता ऊपर आमे आउ टिके बैटर दे देबा जितुरा स्टीम रे हबो एभली भाव बनइले भी हेबो किंतु आमे हेतु पूरा भितर रहबो स्टफिंगटा हेते लगे हम ऊपर आउ टिके बैटर दे देबा दे देले स्टफिंगटा भितर लुचिक रहबो आ खाइबार भी भल लागबो एभली भाव आमे सब इडली ऊपर दे देबा देखो सांग मैंने दे सारा पर सेपटे इडली छांचरे पानी ऑलरेडी गरम हो सारा मु भाव सब देके तापर इडली छांचरे आम या 15 ରୁ 20 मिनिट बसई नबा देखो बर्तमान 15 मिनिट पर आमर इडली प्राय प्रस्तुत हो आसला केटे सुंदर है इडली गुड़िक एबे आम या चलते सर्व करना सांबर आउ धनिया पत्र आउ टमाटो चटनी सहित धन्यवाद सांग माने नमस्कार।